ନମସ୍କାର ସାଙ୍ଗମାନେ ଏଜୁକେସନ ଫିଲୋସ୍ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆଜି ଆମେ ଜାଣିବା ନାବାର୍ଡ ତରଫରୁ ବାହାରିଥିବା ଜବ୍ ବିଷୟରେ ଯୋଉଟା କି ଆପଣ ୱାର୍କ ଫ୍ରମ ହୋମ ଘରେ ରହିକି ଆପଣ ଜବ୍ କରିପାରିବେ ସେଟା ହେଲା ଟେଲିକଲର WFH ବା ୱାର୍କ ଫ୍ରମ୍ ହୋମ୍ ଜବ୍ ଟେଲିକଲର ଜବ୍। ଆଉ ଆପଣଙ୍କର କେତେଟା ପୋଷ୍ଟ ଅଛି ଏଥିରେ ମେନସନ ହେଇନି ତାପରେ ଆପଣ ଏଇଟା ଆପଣଙ୍କର ଆଡଭାଟାଇଜ ନମ୍ବର ବି ଦେଖନ୍ତୁ ଆଡଭାଟାଇଜ ନମ୍ବର ସହିତ ଆପଣଙ୍କ ପ୍ରୁଫ୍ ସହିତ ଅଛି। ଆଉ ଆପଣଙ୍କର କ୍ୱାଲିଫିକେସନ ଦରକାର ପ୍ଲସ ଟୁ ଯଦି ଆପଣ କମ୍ପ୍ଲିଟ କରିଛନ୍ତି ତ ଆପ୍ଲାଏ କରିପାରିବେ। ଆଉ ଏଥିରେ ଆପଣଙ୍କର ମ୍ୟାକ୍ସିମମ୍ ଏଜ୍ ଲିମିଟ୍ ହେଲା 30 ବର୍ଷ ତାମାନେ ଆପଣଙ୍କର ମିନିମମ୍ ଏଜ୍ 18ରୁ 30 ବର୍ଷ ଆଉ ଏଥିରେ ଆପଣଙ୍କର ଲାଷ୍ଟ ଡେଟ୍ ରହୁଛି 1 ଜୁଲାଇ ଆପଣଙ୍କ ଲାଷ୍ଟ ଡେଟ୍ ରହୁଛି ଆଉ ଏଟା ଆପଣ ଆପ୍ଲାଏ କରିପାରିବେ ଇମେଲ୍ ଥ୍ରୋରେ ବି ଆପ୍ଲାଏ କରିପାରିବେ ଆଉ ଅନଲାଇନ୍ ଥ୍ରୋରେ ବି ଆପ୍ଲାଏ କରିପାରିବେ। ଆଉ ଏଟା ଆପଣଙ୍କର ଫୁଲ୍ ଟାଇମ୍ ଜବ୍ ରହୁଛି ଫୁଲ୍ ଟାଇମ୍ ଜବ୍ ଆପଣ କରିପାରିବେ। ତ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ ଜାଣିପାରିବେ ଫୁଲ୍ ଡିଟେଲ୍ସରେ କି କେମିତି ଆପ୍ଲାଏ ହେଉଛି ଆଉ କୋଉ ପ୍ରୋସେସରେ ଆପ୍ଲାଏ ହେଉଛି ପୁରା ଫୁଲ୍ ଡିଟେଲ୍ସରେ ଭିଡ଼ିଓରେ ଜାଣିପାରିବେ ତ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ତାପରେ ଦେଖନ୍ତୁ ଆପଣଙ୍କର ସବୁ ପୋଷ୍ଟ କେରଳରେ ଟେଲିକଲର କେତେଟା ପୋଷ୍ଟ ଅଛି। ମେନ୍ସନ୍ ହେଇନି କେତେଟା ପୋଷ୍ଟ କିନ୍ତୁ ଅଛି ପୋଷ୍ଟ କେରଳରେ ଅଛି ଆପଣଙ୍କର ତାପରେ ବିହାରରେ ରହୁଛି ଓଡିଶାରେ ରହୁଛି ୱେଷ୍ଟବେଙ୍ଗଲରେ ରହୁଛି ତାମିଲନାଡୁରେ ରହୁଛି କର୍ଣ୍ଣାଟକରେ ରହୁଛି ମଧ୍ୟପ୍ରଦେଶରେ ରହୁଛି ପ୍ରାୟତଃ ଆପଣଙ୍କର ସାତଟା ଡିଷ୍ଟ୍ରିକ୍ଟରେ ଆପଣଙ୍କର ରହୁଛି। ତାପରେ ଦେଖନ୍ତୁ ଆମର ତାର ଯୋଉ ଅଛି ଆପଣଙ୍କର କ୍ୱାଲିଫିକେସନ କଣ ଦରକାର ନା ଆପଣଙ୍କର କ୍ୱାଲିଫିକେସନ ଦରକାର 10+2 କମ୍ପ୍ଲିଟ କି ଆପଣଙ୍କର ଯଦି ଏକ୍ସପିରିଏନ୍ସ ଅଛି କି ଫ୍ରେସର ମାନେ ମଧ୍ୟ ଆପ୍ଲାଏ କରିପାରିବେ। ତ ଫ୍ରେସର ମାନେ ଯୋଉମାନେ ସେମାନେ ମଧ୍ୟ ଆପ୍ଲାଏ କରିପାରିବେ। ତାପରେ ଆପଣ ଆପ୍ଲିକେସନ ଫିସ୍ ଆପଣଙ୍କର ଆପ୍ଲିକେସନ ଫିସ୍ 0 ରହୁଛି। ଆପଣ 0 ପଇସାରେ ବା ଟୋଟାଲ ଏମାଉଣ୍ଟ ନାହିଁ ଆପଣଙ୍କର ଆପ୍ଲିକେସନ ପାଇଁ ତ ଆପଣ ଯିଏ ନା କାହିଁକି ସମସ୍ତେ ଆପ୍ଲାଏ କରିପାରିବେ ୱିଦାଉଟ୍ ଆପ୍ଲିକେସନ ଫିସ୍ ରେ କାରଣ ସମସ୍ତଙ୍କ ପାଇଁ ଆପ୍ଲିକେସନ ଫିସ୍ ଫ୍ରି ରହୁଛି। ତାପରେ ଏଥିରେ ଆପଣଙ୍କର ଦେଖନ୍ତୁ ମ୍ୟାକ୍ସିମମ୍ ଏଜ୍ ଲିମିଟ୍ 30 ବର୍ଷ ରହୁଛି। ଏହା ଥିଲା ଆପଣଙ୍କର ତାପରେ ଦେଖନ୍ତୁ ଆମର ରହିଲା ଲାଷ୍ଟ ଡେଟ୍ ତ ଆପଣ ଦେଖିପାରୁଥିବେ ଲାଷ୍ଟ ଡେଟ୍ ଆମର ଆପଣଙ୍କର 1 ଜୁଲାଇ ଲାଷ୍ଟ ଡେଟ୍ ରହୁଛି। ତ ଆପଣ ତାର ଯୋଉ ସିଲେକ୍ସନ ପ୍ରୋସେସ ଆମର କେମିତି କଣ ରହୁଛି ଆପଣଙ୍କର ଜବ ରୋଲ ସବୁ କଣ ରହିବ ନା ଆପଣଙ୍କୁ କଲ୍ କରିବା ପାଇଁ କିଛିଟା ଡାଟାବେସ୍ ଦିଆହବ ସେଇ ଡାଟାବେସ୍ ଅନୁସାରେ ଆପଣ କଲ୍ କରିପାରିବେ। ତାପରେ ଆପଣ କନଭରସେସନ ରେକର୍ଡକୁ ମେଣ୍ଟେନ କରିବେ ତାପରେ ଅଣ୍ଡରଷ୍ଟାଣ୍ଡ କଷ୍ଟମର ମାନଙ୍କୁ ତାଙ୍କର କ୍ୱେରି ମାନଙ୍କୁ ସବୁ ଅଣ୍ଡରଷ୍ଟାଣ୍ଡ କରିବେ ଆଉ ତାଙ୍କର କ୍ୱେରି ସବୁ ସଲ୍ଭ କରିବେ। ତ ଏବେ ଦେଖନ୍ତୁ ଆପ୍ଲାଇ କେମିତି ହବ। ତ ଆପ୍ଲାଏ କରି ଜାଣିବା ପାଇଁ ହେଲେ ଆମ ହ୍ୱାଟ୍ସଆପ୍ ଚ୍ୟାନେଲରେ ଜଏନ୍ କରିଯାଆନ୍ତୁ ସେଠି ଥିବା ଆପ୍ଲାଏ ଲିଙ୍କ ପାଇଯିବେ ସେ ହ୍ୱାଟ୍ସଆପ୍ ଚ୍ୟାନେଲରେ ହ୍ୱାଟ୍ସଆପ୍ ଚ୍ୟାନେଲ ଲିଙ୍କ ପାଇଁ ଆମ କମେଣ୍ଟରେ ଥିବା ହ୍ୱାଟ୍ସଆପ୍ ଚ୍ୟାନେଲ ଲିଙ୍କରେ ଯାଇକି ଜଏନ୍ କରିଯାଆନ୍ତୁ। ତ ଦେଖନ୍ତୁ ଆପ୍ଲାଇ କେମିତି ହଉଛି। କିନ୍ତୁ ଏଠି ଆପଣ କେମିତି ଆପ୍ଲାଏ କରିପାରିବେ ଏଇ ଯୋଉ ଟେଲିକଲର ପୋଷ୍ଟରେ ତ ଏଇଠି ଆପଣ ଏଇ ୱେବସାଇଟକୁ ଆସି ସାରିଲା ପରେ ଆପଣ ଏମିତି ତଳକୁ ଯାଇପାରିବେ ଏଟା ଆନ୍ଧ୍ରପ୍ରଦେଶରେ ବାହାରିଥିବା କଷ୍ଟମର ସର୍ଭିସ୍ ଅଫିସର ଏଟା କେରଳରେ ବାହାରିଥିବା ଟେଲିକଲର ଏଟା ବିହାରର ଏଇଠି ଆପଣଙ୍କ ପାଇଯିବେ ଓଡ଼ିଶାର। ଓଡ଼ିଶାରେ ବାହାରିଥିବା ଟେଲିକଲର ଆଉ ୱାର୍କ ଫ୍ରମ୍ ହୋମ୍ ଜବ୍ର ଏଟା ଲାଷ୍ଟ ଡେଟ୍ ଦେଖନ୍ତୁ 1 ଜୁଲାଇ 2024। ତ ଏଇଠି ତାର ଆପ୍ଲିକେସନ ଭିୟୁ କରିପାରିବେ ଆଉ ଆପ୍ଲାଏ ମଧ୍ୟ କରିପାରିବେ ତ ଏଠି ଆପଣ ଆପ୍ଲାଏ ସୁଇଚକୁ କ୍ଲିକ୍ କରିଦେବେ କ୍ଲିକ୍ କରି ସାରିଲା ପରେ ଆପଣଙ୍କର ଆପ୍ଲିକେସନ ଫର୍ମ ଏଇଭଳିଆ ଗୋଟେ ପଳେଇ ଆସିବ। ଏଇଠି ଆପଣ ନିଜ ନାଁ ଲେଖିବେ ଦେଖନ୍ତୁ ମୁଁ ଯେମିତି ନିଜ ନାଁ ଲେଖିଲି ମନେକର ଆପଣଙ୍କର ଯାହା ନାଁ ଥିବ ସେଆ ଲେଖିଦେବି ମନେକର ମୁଁ ଏଠି ମନକୁ ମନ ଯାହା ହେଲେ ଗୋଟେ ନାଁ ଲେଖିଛି। ତାପରେ ଏଇଭଳିଆ କରି ଆପଣ ଏଠି ନିଜ ନାଁ ଲେଖିବେ ଏଠି ନିଜ ଲାଷ୍ଟ ନାଁ ଲେଖିବେ। ତାପରେ ଏଠି ଆପଣଙ୍କର ଇମେଲ ଆଇଡି ଦେବେ ଭ୍ୟାଲିଡ ଇମେଲ ଆଇଡି ଗୋଟେ ଦେବେ ତାପରେ ଆପଣଙ୍କର ମୋବାଇଲ ନମ୍ବର ଏଠି ଦେବେ ତାପରେ ଆପଣ ଆଡ୍ରେସ ଦେବେ ଯେ ଆପଣ ଓଡିଶାର କୋଉଠି ରହୁଛନ୍ତି। ତାପରେ ଏଠି ଆପଣଙ୍କର KYC ଭେରିଫିକେସନ ହବ ପ୍ରଥମେ ଆପଣ ଏଠି ପ୍ୟାନ କାର୍ଡ ଦେବେ ପ୍ୟାନ କାର୍ଡ ନମ୍ବର ଦେବେ। ତାପରେ ଏଠି ଡ୍ରାଇଭିଂ ଲାଇସେନ୍ସ ଖାଲି ନୁହଁ ଡ୍ରାଇଭିଂ ଲାଇସେନ୍ସ ଜାଗାରେ ଆପଣ ଭୋଟର ଆଇଡି ଦେଇପାରିବେ। କି ପାସପୋର୍ଟ ନମ୍ବର ଦେଇପାରିବେ କି ରାସନ କାର୍ଡ ନମ୍ବର ଦେଇପାରିବେ। ତାପରେ ଏଠି ଆପଣ ଏଇଥିରେ ବି ଆପଣ ଚେଞ୍ଜ କରିପାରିବେ ଭୋଟର ଆଇଡି ନହେଲେ ପାସପୋର୍ଟ ନହେଲେ ରାସନ କାର୍ଡ। ତ ଏଇଭଳି ଆପଣ ଦେଇପାରିବେ ତାପରେ ଏଇଠି ଆପଣ ମାରିକି ଆପଣଙ୍କର ହାଏଷ୍ଟ କ୍ୱାଲିଫିକେସନ କଣ ସେଇଟା ମାରିବେ। ମାରି ସାରିଲା ପରେ ଏଇଠି ଆପଣଙ୍କର ଯୋଉ କ୍ୱାଲିଫିକେସନ ଡିଟେଲ୍ସ ଏଠି ଲେଖିଦେବେ ଯେ ଆଇ ହାଭ୍ କମ୍ପ୍ଲିଟେଡ୍ ମାଇ 12th ଷ୍ଟାଣ୍ଡାର୍ଡ କି 10th ଷ୍ଟାଣ୍ଡାର୍ଡ ଆପଣ ଲେଖିବେ। ତାପରେ ଲାଙ୍ଗୁଏଜ ଆପଣ ଫାଷ୍ଟ କୋଉ ଲାଙ୍ଗୁଏଜ ଦେବେ। ଏଇଠି ସବୁ ପ୍ରକାର ଲାଙ୍ଗୁଏଜ ଅଛି ଆପଣଙ୍କର ଓଡିଆ ବି ଏଥିରେ ସାମିଲ ଅଛି। ଦେଖନ୍ତୁ ଆପଣଙ୍କର ଓଡିଆ ଲାଙ୍ଗୁଏଜ ବି ଅଛି ତ ଓଡିଆ ଆପଣ ପଢି ପାରୁଛନ୍ତି ଲେଖି ପାରୁଛନ୍ତି କହିପାରୁଛନ୍ତି।
ଯଦି ସବୁ ପାରୁଛନ୍ତି ତ ଅଲ୍ ମାରିବେ, ତାପରେ ସେକେଣ୍ଡରେ ଆଉ ଗୋଟେ ଆପଣଙ୍କୁ ଲାଙ୍ଗୁଏଜ ଦେବାକୁ ପଡ଼ିବ, ସେକେଣ୍ଡରେ ଆପଣ ହିନ୍ଦୀ ଦେଇଦେବେ। ତାପରେ ଥାର୍ଡରେ ଆପଣଙ୍କୁ ଆଉଥରେ ଗୋଟେ ଲାଙ୍ଗୁଏଜ ଦେବାକୁ ପଡ଼ିବ, ଥାର୍ଡ ଲାଙ୍ଗୁଏଜ ତ ଆପଣଙ୍କୁ ଯଦି ଜଣାଥିବ ତାହା ପକେଇବେ। ନହେଲେ ଆପଣ ସାଂସ୍କ୍ରିଟ ପକେଇଦେବେ, ଆପଣଙ୍କର ଥାର୍ଡ ଲାଙ୍ଗୁଏଜ ଟା ବେଶୀ କିଛି ଦରକାର ନାହିଁ। ଖାଲି ଆପଣଙ୍କର ସାଂସ୍କ୍ରିଟ ଦେଇଦେବେ, ନହେଲେ ଆପଣ ଯଦି ୟା ଭିତରୁ ଯୋଉ ଲାଙ୍ଗୁଏଜ ଜାଣିଛନ୍ତି ପଞ୍ଜାବୀ କି ନେପାଳୀ କି ମଣିପୁରୀ କି ମାଲୟାଲମ ଯାହା ବି ଜାଣିଛନ୍ତି ପକେଇ ପାରିବେ ନହେଲେ। ତାପରେ ଲାଙ୍ଗୁଏଜ ପକେଇ ସାରିଲା ପରେ ଆପଣଙ୍କର ଏଇ ଯୋଉ ୱାର୍କ ଫ୍ରମ ହୋମ ଜବ ରେ କିଛି ଏକ୍ସପିରିଏନ୍ସ ଅଛି କି, ତ ଏଇଠି ଆପଣ ଯଦି ଏକ୍ସପିରିଏନ୍ସ ନାହିଁ ଜିରୋ ପକେଇବେ, ଯଦି ଏକ୍ସପିରିଏନ୍ସ ଅଛି ଏଗୁଡ଼ା ସବୁ ପକେଇବେ। ତାର କେତେ ମାସର ଏକ୍ସପିରିଏନ୍ସ ଅଛି। ତାପରେ ଆପଣ କୋଉଠି ୱାର୍କ କରୁଥିଲେ, ଯଦି ଆପଣଙ୍କର ଏକ୍ସପିରିଏନ୍ସ ଅଛି ତ କୋଉଠି ୱାର୍କ କରୁଥିଲେ ସେଟା ଲେଖିବେ। ତାପରେ ଆପଣ ଏଠି ବି ମଧ୍ୟ ଆଉଥରେ ସେ ଏକ୍ସପିରିଏନ୍ସ ଇୟର ମନ୍ଥ ତାପରେ ନୋଟିସ୍ ପିରିୟଡ଼ରେ ଆପଣ ପକେଇବେ କି ଆପଣ ଯୋଉ ନୋଟିସ୍ ଟା ପାଇବେ ଇମିଡିଏଟ ନା 15 ଡେ ନା ତା ପୂର୍ବରୁ ନା କଣ, ଏଇଟା ଆପଣ ପକେଇ ପାରିବେ ଇମିଡିଏଟ ଆପଣ ମାରିଦେବେ। ତାପରେ ଆପଣ ବର୍ତ୍ତମାନ କେତେ ଇନକମ କରୁଛନ୍ତି, ତ ଲକ୍ଷ୍ୟରେ ତ ଆପଣ ଇନକମ ଯଦି କରୁନାହାନ୍ତି ଜିରୋ ପକେଇବେ, ଯଦି ଇନକମ କରୁଛନ୍ତି ପକେଇବେ। ସବୁ କରିସାରିଲା ପରେ ଏଠି ଗୋଟେ ଡିକ୍ଲାରେସନ କରିକି ଠିକ୍ ମାରିଦେଇକି ଆପଣ ଏଠି ସବମିଟ୍ ମାରିଦେବେ। ସବମିଟ୍ ମାରି ସାରିଲା ପରେ ଆପଣଙ୍କ ସବମିଟ୍ ହେଇଯିବ, ତ ଏଇଭଳିଆ ଆପଣ ଆପ୍ଲାଏ କରିପାରିବେ। ତ ୟାର ଆପ୍ଲାଏ ଲିଙ୍କ ଟା ପାଇବାକୁ ହେଲେ ଆମ ହ୍ୱାଟ୍ସଆପ୍ ଚ୍ୟାନେଲକୁ ଯାଇକି ଜଏନ୍ କରିଯାଆନ୍ତୁ। ତାହା ଆମ କମେଣ୍ଟ ସେକ୍ସନରେ ପିନ୍ ହେଇକି ଅଛି ହ୍ୱାଟ୍ସଆପ୍ ଚ୍ୟାନେଲ ଲିଙ୍କ। ତ ଆପଣ ହ୍ୱାଟ୍ସଆପ୍ ଚ୍ୟାନେଲରେ ଯାଇକି ଜଏନ୍ କରିଯାଆନ୍ତୁ, ଧନ୍ୟବାଦ।